କାଲି ନା ମୋ ବଡ଼ ଭାଇଙ୍କ ସହିତ ମୋର ସାକ୍ଷାତ ହେଇଥିଲା। ହେଲେ ମୁଁ ତାଙ୍କୁ କହିଲି ମୋ ସହିତ ଆସ ଏଇ ସାବରପଲ୍ଲୀ ରାଜିଛି ରହିବା ବୋଲି। ହେଲେ ମୋ ବଡ଼ ଭାଇ ମନା କରିଦେଲେ ନା। କାହିଁକି ମୋର କହି ସେ କଥା ମଧ୍ୟ ମୁଁ ଜାଣିନି, କିନ୍ତୁ ଏତିକି କହିଲେ ଯେ ମୋ ପରିଚୟଟା ଏ ଦୁନିଆ ଆଗରେ କାହାକୁ ଜଣେଇବୁନି ବୋଲି। ହେଲେ ସାଙ୍ଗମାନେ ତୁମେ ମାନେ ମୋ ପିଲାଦିନର ସାଙ୍ଗ ବୋଲି ମୋ ବଡ଼ ଭାଇ କଥା ତୁମମାନଙ୍କୁ ଜଣାଉଛି। ହେଲେ ଅନ୍ୟ କାହାକୁ କହିବନି ଯେ ଏ ଦୁନିଆରେ ମୋ ବଡ଼ ଭାଇ ଜଣେ ଅଛନ୍ତି ବୋଲି। ତାହେଲେ ଠିକ ଅଛି। ମୁଁ ଏତିକି ଖୁସି ଯେ ଏ ଦୁନିଆରେ ତ ମୋ ବଡ଼ ଭାଇ ଜଣେ ଅଛନ୍ତି ନା। ସେ ଦିନେ ନା ଦିନେ ନିଶ୍ଚୟ ମୋ ପାଖକୁ ଫେରି ଆସିବେ ନା। ଏ ସାଙ୍ଗ ଆହୁରି ଗୋଟେ ଖୁସିର କଥାର। କି କଥା? ମୁଁ ସେ ପାଖରେ ଆସୁଥିଲି ନା, ସେଇଠି ନା ସତେ କେତେ ସୁନ୍ଦର ଦୃଶ୍ୟଟେ ଦେଖିବାକୁ ପାଇଲି। ହେଲେ ଆପା ଦେଖିଲ ଯେ ଏମିତି କଣ ଦେଖିଲ ମା? ସେ ପାଖରେ କେତେ ସୁନ୍ଦର ଫୁଲଟେ ଫୁଟି ଅଛି ନା, ସେ ଫୁଲଟାକୁ ନା ଭ୍ରମର ଗୁଡ଼ାକ ଆସି ଚୁମ୍ବନ ଦେବାକୁ ଚେଷ୍ଟା କରୁଛନ୍ତି ନା। ଏ ମା ସତରେ କଣ? ସତରେ ସେ ଫୁଲମାନଙ୍କୁ ଭ୍ରମର ଗୁଡ଼ାକ ଆସି ଚୁମ୍ବନ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଏ ସାଙ୍ଗ କଣ ସେ ଫୁଲ ଆଉ ଭ୍ରମର ଦୃଶ୍ୟ ଦେଖି ଆଜି କିଛି କହିବା ପାଇଁ ଇଚ୍ଛା ହଉନି ମଧ୍ୟ? କ'ଣ ବା କରିବି, ଏ ବୟସଟା ମଧ୍ୟ କି ଜାଦୁ କରିଛି ମୁଁ ମଧ୍ୟ ଜାଣିପାରୁନି। ଜାଣିପାରୁନ? କିନ୍ତୁ ସେ ଦୃଶ୍ୟ ଦେଖି ମୁଁ ଆଜି ବହୁତ ଆନନ୍ଦିତ ହେଲା। ହେଲେ ଆପା ମନ କଥା ଖୋଲିକି କହିଦଉନ? ଶୁଣିବା। ଏ ସଖୀ ବଉଲା ଓ ବୟସ କି ଜାଦୁ କଲା जादू काला मनो चलिला मनो चलिला
ତମର ନଚୁମ୍ବି ବାଘର ତୁମେ ମାନେ ଯାଇକି ସେ ଫୁଲଟା ତଳି ଆଣି ଦିଆଲା। ହଁ ହେଲେ ବାପା ଯାଉଛି ରେ ସେ ଫୁଲଟା ଆଣିବା ପାଇଁ। ତାହେଲେ ଶୀଘ୍ର ଯାଅ, ମୁଁ ସେଇଠି ଅପେକ୍ଷା କରୁଛି। ହେଲେ କୁଆଡେ ଯିବନି ମଧ୍ୟ। ନା ନା ତାହେଲେ ଯାଉଛି ଚାଲ ଯାଅ।